ଆସନ୍ତୁ ଦର୍ଶକ ବନ୍ଧୁ ଜାଣି ରଖିବା 2025-26 ଯାତ୍ରା ଋତୁ ପାଇଁ କେଉଁ କଳାକାରମାନେ କେଉଁ ଯାତ୍ରା ଅନୁଷ୍ଠାନକୁ ଯାଉଛନ୍ତି। ମୁନୁ ପଣ୍ଡା ଯିଏକି ଯାତ୍ରା ଶ୍ରୀ ବିଶ୍ୱ ଦରବାରରେ କାର୍ଯ୍ୟରତ ଥିଲେ ଏବଂ ସେ ନୂତନ ବର୍ଷ ରଙ୍ଗମହଲକୁ ଯାଉଛନ୍ତି। ଆକ୍ସନ୍ ଷ୍ଟାର ସୁରେଶ ପଣ୍ଡା ଯିଏକି କଳିଙ୍ଗ ଗଣନାଟ୍ୟରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ସେ ଯାଜ୍ଞସେନୀକି ଯାଉଛନ୍ତି। ଦୁର୍ଦ୍ଦାନ୍ତ ଖଳନାୟକ କାହ୍ନା ସ୍ୱାଇଁ ଯିଏକି ସିଂହ ବାହିନୀରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ନୂଆ କରି ଗଢ଼ି ଉଠିଥିବା ଯାତ୍ରା ଶ୍ରୀମନ୍ଦିରକୁ ଯାଉଛନ୍ତି। ଟିକି ସ୍ୱାଇଁ ଯିଏକି ସିଂହ ବାହିନୀରେ କାର୍ଯ୍ୟ କରୁଥିଲେ ଏବଂ ସେ ନୂତନ ବର୍ଷ ପାଇଁ ନୂଆ କରି ଗଢ଼ି ଉଠିଥିବା ଯାତ୍ରା ଶ୍ରୀମନ୍ଦିରକୁ ଯାଉଛନ୍ତି। ନାୟକ ମୁନା ଯିଏକି କୋଣାର୍କ ଗଣନାଟ୍ୟରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ନୂଆ କରି ଗଢ଼ି ଉଠିଥିବା ବିଗ୍ ବଜାର ଯାତ୍ରା ଅନୁଷ୍ଠାନ ଯାତ୍ରା ରାଜ ଦରବାରକୁ ଯାଉଛନ୍ତି। ଆକ୍ସନ୍ ହିରୋ ବାପି ପଣ୍ଡା ଯିଏକି ରଙ୍ଗମହଲରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ନୂଆ କରି ଗଢ଼ି ଉଠିଥିବା ଯାତ୍ରା ଅନୁଷ୍ଠାନ ଯାତ୍ରା ରାଜ ଦରବାରକୁ ଯାଉଛନ୍ତି। ଯୁବ କମେଡ଼ିଆନ ଗୁରିଆ ଯିଏକି ଗୌରୀ ଗଣନାଟ୍ୟରେ କାର୍ଯ୍ୟରତ ଥିଲେ ଏବଂ ସେ ନୂତନ ବର୍ଷ ପାଇଁ ଯାତ୍ରା ରାଜ ଦରବାରକୁ ଯାଉଛନ୍ତି। ଚୁଲବୁଲି ନାୟିକା ରାଧା ପଣ୍ଡା ଯିଏକି ଯାତ୍ରା ସ୍ୱପ୍ନମହଲରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ସେ ଯାତ୍ରା ଯାଜ୍ଞସେନୀକି ଯାଉଛନ୍ତି। ଡାଇଲଗ ମାଷ୍ଟର ପ୍ରତାପ ରାଉତ ଯିଏକି ଯାତ୍ରା ଅଶୋକ ସମ୍ରାଟରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ସେ ରଙ୍ଗମହଲକୁ ଯାଉଛନ୍ତି। ଯୁବ ଖଳନାୟକ ସନ୍ଦୀପ ଯିଏକି ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ଯାତ୍ରା ଯାଜ୍ଞସେନୀକି ଯାଉଛନ୍ତି। ଟ୍ରାଜେଡି କୁଇନ୍ ଜୁଲି ପଣ୍ଡା ଯିଏକି ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ସେ ଯାତ୍ରା ଯାଜ୍ଞସେନୀକି ଯାଉଛନ୍ତି। ସମସ୍ତଙ୍କ ପ୍ରିୟ ମାମା ଯିଏକି କଳିଙ୍ଗ ଗଣନାଟ୍ୟରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ଯାତ୍ରା ରାଜ ଦରବାରକୁ ଯାଉଛନ୍ତି। ନାୟିକା ରୂପା ଯିଏକି ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟରେ କାର୍ଯ୍ୟରତ ଥିଲେ ଏବଂ ନୂତନ ବର୍ଷ ପାଇଁ ଯାତ୍ରା ରାଜ ଦରବାରକୁ ଯାଉଛନ୍ତି।